ପାତ୍ରେ ପ୍ରଭୁ ଅନୁଗ୍ରହ କରି ଏକ ମହାନ ବ୍ୟକ୍ତିର ଶ୍ରୁତି ସଭାରେ ଯୋଗ ଦେବା ପାଇଁ ସୁନ୍ଦର ଅବକାଶ ପ୍ରଦାନ କରିଅଛନ୍ତି। ଏଣୁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀର ସମସ୍ତ ମୁଖ୍ୟ କର୍ମକର୍ତ୍ତାଗଣ, ସମ୍ମିଳନୀର ସମସ୍ତ ପାଳକ, ଦିକନ ଚାଳକ, ସ୍ୱାଧୀନ ପ୍ରଚାରକ ପ୍ରଚାରିକା, ତତ୍ସଙ୍ଗେ ସଙ୍ଗେ ସୁଦୂର କଟକରୁ ଆସିଥିବା ପ୍ରଭୁଙ୍କ ମହାନ ଦାସଗଣ, ଭୁବନେଶ୍ୱର ଆସିଥିବା ଦାସଗଣ, ପୁଣି ଉପସ୍ଥିତ ପ୍ରତ୍ୟେକଙ୍କୁ ମୋର ଭକ୍ତିପୂର୍ଣ୍ଣ ନମସ୍କାର ଜ୍ଞାପନ କରେ। ନମସ୍କାର। ଆଜି ହେଉଛି ଶ୍ରୁତି ଆମମାନଙ୍କର ସ୍ୱର୍ଗତ ପାଳକ ଆଚାର୍ଯ୍ୟ ଇସ୍ରାଏଲ ବର୍ଦ୍ଧନଙ୍କର ଶ୍ରୁତି ସଭା ଜ୍ଞାପକାର୍ଥକୂଟମ୍, ମାନେ ତାଙ୍କ ବିଷୟରେ ଆମେ ଶ୍ରୁତି କରିବା ପାଇଁ ସେ କି ପ୍ରକାର ଲୋକ ଥିଲେ, ତାଙ୍କର କି ପ୍ରକାର ଗୁଣ ଥିଲା, ସେ କି ପ୍ରକାର ସେବା କାର୍ଯ୍ୟ କରୁଥିଲେ, ସେ କି ପ୍ରକାର ମଣ୍ଡଳୀର ତତ୍ତ୍ୱ ନେଉଥିଲେ, ସେ ସମସ୍ତ ଶ୍ରୁତି କରିବା ପାଇଁ ଆମେ ଏକତ୍ର ହୋଇଅଛୁ। ଆଉ ପ୍ରଭୁ ଆମର କି ସୁନ୍ଦର ଅବକାଶ ବି ପ୍ରଦାନ କରିଅଛନ୍ତି। ଯଦ୍ୟପି ତାଙ୍କର ମୃତ୍ୟୁ ଦିନ ଆମେ ନଥିଲୁ, 6 ଜଣ ଆମମାନଙ୍କର ବିଶପ ଆଜ୍ଞାଙ୍କର ଦେହ ଅସୁସ୍ଥ, ତାଙ୍କୁ ଦେଖିବା ପାଇଁ ଯାଇଥିଲୁ। ତେଣୁ ସେଇଦିନ ମୁଁ ବି ଅନୁପସ୍ଥିତ ଥିଲି, କିନ୍ତୁ ବହୁତ ଦୁଃଖ ପ୍ରକାଶ କରିଛି। କାରଣ ତାଙ୍କ ସହିତ ଦୀର୍ଘ 25 ବର୍ଷ ହେବ ଆମେ ମୋର ସେବା କାର୍ଯ୍ୟରେ ପାଳକ ଭାବରେ ଆସିଲା ପରେ ଆମେ ସବୁବେଳେ ପ୍ରାୟ ମିଶି ଆଉ ଏକ୍ଜିକ୍ୟୁଟିଭ ବୋଲନ୍ତୁ କିମ୍ବା ସଭା ସମିତି ସବୁ ଜାଗାରେ ମାନେ ମିଳିତ ଭାବରେ ଯାଉଥିଲୁ। ଆପଣମାନେ ସମସ୍ତେ ଜାଣନ୍ତି ସେ ହେଉଛନ୍ତି ଉତ୍କଳ ବାପ୍ଟିଷ୍ଟ ସମ୍ମିଳନୀର ସିନିୟର ପାଳକ। ସେ ହେଉଛନ୍ତି ସମସ୍ତଙ୍କ ଠାରୁ ସିନିୟର ପାଳକ। ପ୍ରଭୁ ତାଙ୍କୁ ଅନୁଗ୍ରହ କରିଥିଲେ ଆସନ୍ତା ବର୍ଷ ସେ ଅବସର ପ୍ରାପ୍ତ ହୋଇଥାନ୍ତେ। ଆମେ ଦେଖୁଛୁ ଯେ ସେ ଜଣେ ଉତ୍ତମ ପାଳକ ଥିଲେ। ଆଜ୍ଞା କହୁଥିଲେ ସେ ଉପାସନା ପ୍ରିୟ ଥିଲେ, ସେ ଉତ୍ତମ ପାଳକ ଥିଲେ। ଆଉ ତାଙ୍କର ଅନେକ ଉତ୍ତମ ଗୁଣ ଥିଲା। ସେ ନମ୍ର ଲୋକ ଥିଲେ। ଖାଲି ନମ୍ର ଥିଲେ ତାହା ନୁହେଁ, ସେ ଥିଲେ ଆତିଥ୍ୟ ପ୍ରିୟ ଥିଲେ। ଯଦି କୌଣସି ଲୋକ ଦେଖାଗଲା ତାକୁ ଚାହା କି ଜଳଖିଆ ନ ଦଉଣୁ କେବେ ସେ ଛାଡ଼ିବେ ନାହିଁ। ସେ ଆତିଥ୍ୟ ପ୍ରିୟ ଥିଲେ। ଆଉ ସେ ଆମ ପାଳକ ମାନଙ୍କ ମଧ୍ୟରେ ଅନେକ ପାଳକ ଅଛନ୍ତି ଉପାସନା ବହିର ଗୀତ ଗାଇବା ପାଇଁ, କିନ୍ତୁ ସବୁ ଗୀତ ସେ କଟକ ସହରରେ ଯେମିତି ଲୋକମାନେ ଉପାସନାର ଗୀତ ବୋଲନ୍ତି ସେଇ ଢାଞ୍ଚାରେ ସେ କ'ଣ କରୁଥିଲେ, ଗୀତ ଗାନ କରୁଥିଲେ। ତାଙ୍କ ପ୍ରଚାର ମଧ୍ୟ ବହୁତ ସୁନ୍ଦର ଭାବରେ ସେ ପ୍ରଚାର କରୁଥିଲେ। ଆଉ ଗୋଟେ କଥା କହିବି, ସେ ଜଣେ ଏପରି ବ୍ୟକ୍ତି ଥିଲେ ଯେ ଏକ୍ଜୁକେଟ ଯଦି ହବ, ନ୍ୟାୟ ସମୟରେ ସେ ଠିଆ ହେବ। ସେ ଠିଆ ହେଲେ ତା ଆଗରେ କିଏ ଠିଆ ହେବା ପାଇଁ ସୁଯୋଗ ଦେବ ନାହିଁ। କୌଣସି ପ୍ରକାର ଦବେଇ ଦେବ, ଉଠିକି ଆଉ କାହାକୁ କହିବା ପାଇଁ ସୁଯୋଗ ଦେବ ନାହିଁ। ନ୍ୟାୟ ସମ୍ବନ୍ଧରେ ସେ ଠିଆ ହେଉଥିଲେ, ବକ୍ତୃତା ଦେଉଥିଲେ, କଥା କହୁଥିଲେ। ଆଉ ତାର ଏତେ ଉତ୍ତମ ଗୁଣ ଥିଲା। ଆଉ ସେ ତାଙ୍କର ଗୁଣ ବିଷୟରେ କହିଲେ ଅନେକ କଥା ଅଛି। ସେ ଜଣେ ଉତ୍ତମ ବ୍ୟକ୍ତି ଥିଲେ। ଆଜି ଉତ୍କଳ ବାପ୍ଟିଷ୍ଟ ସମ୍ମିଳନୀ ଗୋଟେ ଉତ୍ତମ ପାଳକକୁ ହରେଇଛି। ତତ୍ସଙ୍ଗେ ସଙ୍ଗେ ସ୍ଥାନୀୟ ମଣ୍ଡଳୀ ବି ଗୋଟେ ଉତ୍ତମ ପାଳକକୁ ହରେଇଛି। ମୁଁ ଜାଣେ ଯେ ସେ କେବେ ବି ଉପାସନା ଏତେ ଉପାସନା ପ୍ରିୟ ଥିଲେ। ଯଦି 5ଟା ବେଳେ ଉପାସନା ଅଛି କହେ ପାଷ୍ଟର ବାବୁ ମୋର 5ଟାରେ ଅଛି, ମୋତେ ଏବେ ଗାଡ଼ିରେ ନେଇକି ବସେଇ ଦିଅ। ଉପାସନା ଅଛି ମାନେ ସେ ଆଉ କୌଣସି ବିଷୟକୁ ଧ୍ୟାନ ଦେବ ନାହିଁ, ସମୟ ଦେବ ନାହିଁ। ସେ ଉପାସନାକୁ ପ୍ରିୟ ଲୋକ ଥିଲେ। ଆଉ ଗତ ବର୍ଷ ଯେତେବେଳେ ଆମର ମହାସଭା ହେଲା, ଆମେ ମୁଖ୍ୟ କର୍ମତା ଠିକ୍ କଲୁ ଯେ ପାଷ୍ଟର ବାବୁ ଆସନ୍ତା ବର୍ଷ ଅବସର ହେଇଯିବେ, ଏଣୁ ମହାସଭାରେ ସୁଯୋଗ ପାଆନ୍ତୁ। ଆଉ ତାଙ୍କୁ ମହାସଭାରେ ବି ସୁଯୋଗ ଦିଆଯାଇଥିଲା। ଆଉ ସେ ନନ୍ଷ୍ଟପ୍ ସ୍ପିକର, ସେ ଆରମ୍ଭ କଲା ମାନେ ଆଉ ସେ ମାନେ ଡାଇରେକ୍ଟ ସେ ପ୍ରଚାର କରିବେ। ଆଉ ବାଇବେଲର ପଦ ପର୍ବ ସେ ଘୁଷି ମାନେ ତାର ମନରେ ଥିବ, ବାଇବେଲ ପଢ଼ିବାକୁ ସୁଯୋଗ ଦେବେ ନାହିଁ, ଡାଇରେକ୍ଟ ସେ ପ୍ରଚାର କରିବେ। ଏଣୁ ଆମେ ଦେଖୁଛୁ ଯେ ତାଙ୍କର ସମସ୍ତ ଉତ୍ତମ ଗୁଣ ଆମେ ସମସ୍ତେ ଜାଣିଛୁ। ଉତ୍ତମ ପାଳକ ଥିଲେ, ଉତ୍ତମ ଗୁଣ ତାଙ୍କର ଥିଲା। ତେଣୁ ବାଇବେଲରେ ପଢ଼ିଲା ବେଳେ ଆମେ ଶୁଣିଲୁ ଯେ ମାନେ ବିପଦ ଆସିବା ପୂର୍ବରୁ ପ୍ରଭୁ ଆପଣ ଲୋକମାନଙ୍କୁ ନେଇଯାଆନ୍ତି। ତେଣୁ ପ୍ରଭୁ ତାଙ୍କ କୋଳକୁ ନେଇଛନ୍ତି। ଆଉ ଯେତେ ପରିଶ୍ରମ ସେ କରିଛନ୍ତି ସେବା କାର୍ଯ୍ୟରେ, ସେତେ ଆଶୀର୍ବାଦ, ସେତେ ପୁରସ୍କାର ପ୍ରଭୁ ତାଙ୍କ ପାଇଁ ରଖିଛନ୍ତି। ତେଣୁ ପ୍ରଭୁ ବିଶେଷ କରି ମଣ୍ଡଳୀକୁ ଆଶୀର୍ବାଦ କରନ୍ତୁ। ତାଙ୍କ ପରି ଗୋଟେ ଉତ୍ତମ ପାଳକ ଯୋଗାନ୍ତୁ। ସମ୍ମିଳନୀ ପାଇଁ ମଧ୍ୟ ସେହିପରି ଗୋଟେ ପାଳକକୁ ପ୍ରଭୁ ଯୋଗାନ୍ତୁ। ତତ୍ସଙ୍ଗେ ସଙ୍ଗେ ତାଙ୍କ ଦୁଃଖୀ ପରିବାରକୁ, ମଣ୍ଡଳୀକୁ ପ୍ରଭୁ ସାନ୍ତ୍ୱନା ପ୍ରଦାନ କରନ୍ତୁ। ଆମେନ୍।